କଳାଧନର ପାହାଡ଼ ଉପରେ ବସିଥିଲେ ଧରଣୀଧର। ବାବୁଙ୍କ ସମ୍ପତ୍ତି ଦେଖି ଟେରା ଭିଜିଲାନ୍ସ ଟିମ୍। ମାତ୍ର 10 ବର୍ଷର ଚାକିରି କାଳ କ୍ଷେତ୍ରରେ ଏତେ ଟଙ୍କା ଆଣିଲେ କେଉଁଠୁ? 20 ବର୍ଷରେ ଶୁଝିବାକୁ ଥିବା 1 କୋଟି 13 ଲକ୍ଷ ଟଙ୍କାର ଲୋନ୍କୁ ମାତ୍ର 2 ବର୍ଷରେ ଶୁଝିଲେ କିପରି? ଯାହାକୁ ନେଇ ଭିଜିଲାନ୍ସ ସ୍କାନ୍ରେ ଆସିଥିଲେ ଧରଣୀଧର ମହାଶୟ। ଭୁବନେଶ୍ୱର ସମେତ 8ଟି ଜାଗାରେ ଚଢ଼ାଉ ହୋଇଥିବା ବେଳେ ଘରୁ 9,58,000 ନଗଦ ଟଙ୍କା ଜବତ କରିଛି ଏବଂ 10 ଲକ୍ଷ ଟଙ୍କାର ବ୍ୟାଙ୍କ ଜମା 17 ଲକ୍ଷ ଟଙ୍କାର ଫିକ୍ସଡ ଡିପୋଜିଟ୍ ମଧ୍ୟ ଧରିଛି ଭିଜିଲାନ୍ସ। ଘରୁ ପୁଳା ପୁଳା ଟଙ୍କା, ଦାମୀ ଘଣ୍ଟା, ସୁନା ଅଳଙ୍କାର, ରୂପା ସାମଗ୍ରୀ ମିଳିଛି। ଘରର ମୂଲ୍ୟ ପାଖାପାଖି 1 କୋଟି 50 ଲକ୍ଷ ଟଙ୍କା ହେବ। ସେହିଭଳି ସୁନ୍ଦରପଦାରେ 2 ମହଲା କୋଠା ଯାହାର ମୂଲ୍ୟ 55 ଲକ୍ଷ ଟଙ୍କା ହେବ। କେନ୍ଦୁଝର ତେଲକୋଇରେ 3ଟି ମାର୍କେଟ କମ୍ପ୍ଲେକ୍ସ, 2ଟି 2 ମହଲା ବିଶିଷ୍ଟ ହୋଇଥିବା ବେଳେ ଅନ୍ୟଟି 1 ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ ଠାବ କରିଛି ଭିଜିଲାନ୍ସ ବିଭାଗ। ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର କିପରି ଟଙ୍କାର ପାହାଡ଼ ଗଦା କଲେ, ମାତ୍ର 10 ବର୍ଷ ଚାକିରି କାଳ ମଧ୍ୟରେ କିଭଳି ଏତେ ଟଙ୍କା ଅର୍ଜନ କଲେ, ତାହାର ଖୋଳତାଡ଼ କରୁଛି ଭିଜିଲାନ୍ସ ଟିମ୍। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ।